ହେଉଛନ୍ତି ସୃଷ୍ଟିର ଆଦ୍ୟଧନି ପରମ ବ୍ରହ୍ମ ଓ ଚିରସବୁଜ ମା ଭାରତୀ ଡକ୍ଟର ଶ୍ରୀ ନିବାସ ରାମାନୁଜନଜୀ, ଏଠାରେ ଉପସ୍ଥିତ ଥିବା ସମସ୍ତ ଗୁରୁଜୀ ଗୁରୁମା ଓ ମୋର ଅତି ଆପଣାର ଶିଶୁ ଭାଇ ଭଉଣୀମାନେ, ଆଜିକାର ଏହି ଦିବସରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଏବଂ ହାର୍ଦ୍ଦିକ ଏହି ଜାତୀୟ ଗଣିତ ଦିବସ ଯାହାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଉଛି, ମୁଁ ତାଙ୍କରି ବିଷୟରେ କିଛି କଥା ରଖୁଛି। ସେ ହେଉଛନ୍ତି ଡକ୍ଟର ଶ୍ରୀନିବାସ ରାମାନୁଜନ, ଯାହାଙ୍କର ଆଜି ଜନ୍ମଦିବସ। ଆମେ ଆଜି ତାଙ୍କରି ବିଷୟରେ କିଛି ଜାଣିବା। ଶ୍ରୀନିବାସ ରାମାନୁଜନ ଅୟଙ୍କର ଜଣେ ମହାନ ଭାରତୀୟ ଗଣିତଜ୍ଞ ଥିଲେ। ମାତ୍ର 33 ବର୍ଷ ବୟସରେ ସେ ନିଜର ଅଦ୍ଭୁତ ଏବଂ ବିଚକ୍ଷଣ ଜ୍ଞାନ ଦ୍ୱାରା ଗଣିତ କ୍ଷେତ୍ରରେ ଅନେକ ମହତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇ ଦେଇଥିଲେ, ଯାହାଦ୍ୱାରା ସେ ସମଗ୍ର ବିଶ୍ୱରେ ଜଣେ ମହାନ ଗଣିତଜ୍ଞ ରୂପରେ ପରିଚିତ ହେଲେ। ଶ୍ରୀନିବାସ ରାମାନୁଜନଙ୍କର ଜନ୍ମ 22 ଡିସେମ୍ବର 1887 ମସିହାରେ ତାମିଲନାଡୁ ରାଜ୍ୟର କୋୟମ୍ବଟୁର ଜିଲ୍ଲାର ଇଗୋଡ ନାମକ ଗ୍ରାମରେ ବ୍ରାହ୍ମଣ ପରିବାରରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ଶ୍ରୀନିବାସ ଅୟଙ୍କର ଥିଲା। ସେ ଏକ ସ୍ଥାନୀୟ କପଡ଼ା ଦୋକାନରେ ଗୁମାସ୍ତା ଥିଲେ। ତାଙ୍କ ମାତାଙ୍କ ନାମ କୋମଲ ତମାର ଥିଲା। ସେ ଜଣେ ଗୃହିଣୀ ମହିଳା ଥିଲେ। 22 ବର୍ଷ ବୟସରେ ରାମାନୁଜନଙ୍କର ବିବାହ ତାଙ୍କଠାରୁ ସାନ 10 ବର୍ଷ ଜାନକୀଙ୍କ ସହ ହୋଇଗଲା। ବାଳକ ରାମାନୁଜନ 3 ବର୍ଷ ବୟସ ପର୍ଯ୍ୟନ୍ତ କଥା କହିବା ଶିଖିପାରି ନଥିଲେ। 5 ବର୍ଷ ବୟସରେ ରାମାନୁଜନଙ୍କର ଶିକ୍ଷା କୁମ୍ଭକୋଣ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହୋଇଥିଲା। ବାଳକ ରାମାନୁଜନଙ୍କର କେବଳ ଗଣିତ ବିଷୟରେ ଅଧିକ ରୁଚି ଥିଲା। ସେ ଅନ୍ୟ ବିଷୟକୁ ସେତେ ଗମ୍ଭୀରତା ସହ ଅଧ୍ୟୟନ କରିପାରୁନଥିଲେ। ରାମାନୁଜନଙ୍କର ବ୍ୟକ୍ତିତ୍ୱ ଅତ୍ୟନ୍ତ ସରଳ ଆଉ ସୌମ୍ୟ ଥିଲା। ସେ ବିଦ୍ୟାଳୟ ସ୍ତରରେ ସୁବ୍ରମଣ୍ୟମ ବୃତ୍ତି ଲାଭ କରିଥିବା ସହିତ ଶ୍ରେଷ୍ଠ ଛାତ୍ର ରୂପେ ଭି ରଙ୍ଗନାଥର ପୁରସ୍କାର ପ୍ରାପ୍ତ କରିଥିଲେ। ଶ୍ରୀନିବାସଙ୍କର ଶିକ୍ଷକୀୟ ଉପଦେଷ୍ଟା ଥିଲେ ଜି.ଏସ୍. ହାଡ଼ି। ଗଣିତରେ ଅସାଧାରଣ ଦକ୍ଷତା ପ୍ରଦର୍ଶନ କରି ସେ ଆର୍କୋନାଟସ୍ ପୁରସ୍କାର ପାଇଥିଲେ। କୋଉ ପୁରସ୍କାର ମିଳିଲା? କଣ କହିଲା? ଆର୍କୋନାଟସ୍ ପୁରସ୍କାର ପାଇଥିଲେ। 1904 ମସିହାରେ 17 ବର୍ଷ ବୟସରେ ସେ ବର୍ଣ୍ଣୋଲି ସଂଖ୍ୟା ୟୁଲରଙ୍କ ମାର୍ଚେଲୋନି ସ୍ଥିରରାଶି ଉପରେ ସ୍ୱକୀୟ ଗବେଷଣା ଆରମ୍ଭ କରିଥିଲେ। ସେ ଅତ୍ୟନ୍ତ ଶ୍ରେଣୀ ଅବିରତ ଭଗ୍ନାଂଶ, ଅନନ୍ତ ଶ୍ରେଣୀ ଅବିରତ ଭଗ୍ନାଂଶ, ସଂଖ୍ୟା ତତ୍ତ୍ୱ, ଉପବୃତ୍ତୀୟ ଫଳନ ଆଦି କ୍ଷେତ୍ରରେ ସ୍ୱାଧୀନ ଭାବେ କାର୍ଯ୍ୟ କରିଥିଲେ। 1918 ମସିହାରେ 31 ବର୍ଷ ବୟସରେ ଗଣିତର 120ଟି ସୂତ୍ର ଲେଖିଥିଲେ। କେତେ ବର୍ଷ ବୟସରେ? 31 ବର୍ଷ ବୟସରେ ସେ 120ଟି ସୂତ୍ର ଗଣିତର ଲେଖିଥିଲେ। 26 ଏପ୍ରିଲ 1920 ମସିହାରେ ଯକ୍ଷ୍ମା ରୋଗରେ ତାଙ୍କର ମୃତ୍ୟୁ ହୋଇଥିଲା। ରାମାନୁଜନ 33 ବର୍ଷ ବୟସ ଭିତରେ 3884 ସମୀକରଣ ନିର୍ମାଣ କରିଥିଲେ। କେତୋଟି ସମୀକରଣ? କେତେ ବର୍ଷ ବୟସରେ? 33 ବର୍ଷ ବୟସରେ। ତାମିଲନାଡୁ ରାଜ୍ୟ ରାମାନୁଜନଙ୍କର ଜନ୍ମଦିନକୁ ଆଇଟି ଦିବସ ରୂପେ ଏବଂ ଭାରତରେ ନ୍ୟାସନାଲ ମ୍ୟାଥମେଟିକ୍ସ ଡେ ରୂପେ ପାଳନ କରାଯାଉଛି। ତେଣୁ ତାଙ୍କର ଏହି ଜନ୍ମଦିନକୁ ଆମେ ମନେ ରଖିବା, ଆଉ ତାଙ୍କ ଜନ୍ମଦିନକୁ ଏମିତି ସବୁ ବର୍ଷ ଆମେ ପାଳନ କରୁଛୁ, ପାଳନ କରିବା, ଆଉ ଆମେ ମଧ୍ୟ ଗଣିତରେ କେମିତି ଦକ୍ଷ ହେବା।
ସାମନ୍ତ 1835 ମସିହା ଡିସେମ୍ବର ମାସ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପୁରା ନାମ ହେଉଛି ସାମନ୍ତ ଚନ୍ଦ୍ରଶେଖର ସିଂ ମହାପାତ୍ର ଓ ତାଙ୍କ ପିତାଙ୍କ ନାମ ହେଉଛି ଶ୍ୟାମବନ୍ଧୁ ଶୀଘ୍ର ତମ ସମୟ